सर्वोपनिषद गाद दग्ध गोपाल नंदन आर्थवश सुधीभक्त दुग्धं गीतामृतमहत्। ଏହି ଗୀତା ଉପନିଷଦ ଭଗବତ ଗୀତା ସମସ୍ତ ଉପନିଷଦ ମାନଙ୍କର ସାର ଅଟେ ଏବଂ ଗାଭୀ ସଦୃଶ ଏବଂ ଭଗବାନ ଶ୍ରୀକୃଷ୍ଣ ଯିଏକି ଗୋପାଳ ବାଳକ ଅଟନ୍ତି ସେ ଗାଭୀ ଦହନ କରୁଛନ୍ତି। ସେ ଦୁଗ୍ଧ ସମସ୍ତ ବେଦର ସାର ଅଟେ ଏବଂ ଅର୍ଜୁନ ଠିକ୍ ଏକ ବସା ସଦୃଶ। ବିଶିଷ୍ଟ ଯୋଗୀ ଋଷି ମୁନି ଜ୍ଞାନୀ ଓ ଭକ୍ତଗଣ ଭଗବଦ୍ଗୀତା ରୂପେ ଏ ଅମୃତମୟ ଦୁଗ୍ଧ ପାନ କରିବା ଉଚିତ। ଶ୍ରୋତା ବନ୍ଧୁ, ଆଜି ମୋର ଗୀତା ଜ୍ଞାନରେ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଭଗବଦ୍ଗୀତାର ସେକେଣ୍ଡ ଚାପ୍ଟର 11 ନମ୍ବର ଶ୍ଲୋକଠାରୁ ଆଗକୁ ଆଲୋଚନା କରିବା। ଭଗବାନ ଉବାଚ ଅଶୋଚ୍ୟାନ୍ତଂ ସଶସ୍ତୁ ପ୍ରଜ୍ଞାବାଦାସ୍ ଭାଷତେ ଗତା ଶୁନ ଗତା ସକ୍ଚଂ ନାନୁ ସଚନ୍ତି ପାଣ୍ଡିତଃ। ଭଗବାନ କହିଲେ, ତୁମେ ପାଣ୍ଡିତ୍ୟପୂର୍ଣ୍ଣ କଥାବାର୍ତ୍ତା କରୁଛ, କିନ୍ତୁ ଯେଉଁ ବିଷୟରେ ଶୋକ କରିବାର ନୁହେଁ ସେ ବିଷୟରେ ଶୋକ କରୁଛ। ଯେଉଁମାନେ ପଣ୍ଡିତ ସେମାନେ କଦାପି ଜୀବନ୍ତ ବା ମୃତ ପାଇଁ ଶୋକ କରନ୍ତି ନାହିଁ। ଭଗବାନ ସଙ୍ଗେ ସଙ୍ଗେ ଗୁରୁର ଭୂମିକା ଗ୍ରହଣ କରି ତାଙ୍କ ଛାତ୍ରକୁ ପରୋକ୍ଷ ଭାବରେ ଏକ ମୂର୍ଖ ବୋଲି କହି ବସନ କରିବାକୁ ଆରମ୍ଭ କଲେ। ଭଗବାନ କହିଲେ, ତୁମେ ଏକ ପଣ୍ଡିତ ପରି କଥାବାର୍ତ୍ତା କରୁଛ, କିନ୍ତୁ ତମେ ଜାଣିନାହଁ ପ୍ରକୃତରେ ପଣ୍ଡିତ କିଏ। ଯେ ଭଲ ଭାବରେ ଜାଣେ ଏ ଶରୀର କ'ଣ ଓ ଆତ୍ମା କ'ଣ, ସେ ପ୍ରକୃତରେ ପଣ୍ଡିତ ଅଟେ ଏବଂ ସେ କଦାପି ଶରୀରର ଯେକୌଣସି ଅବସ୍ଥା ପାଇଁ ଦୁଃଖ କରେ ନାହିଁ। ଶରୀରର ଜୀବିତ ଅବସ୍ଥା ବା ମୃତାବସ୍ଥା କୌଣସି ଅବସ୍ଥା ପାଇଁ ସେ ଦୁଃଖ କରେ ନାହିଁ। ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ଏ ବିଷୟରେ ଆଲୋଚନା କରାଯିବ। ସେତେବେଳେ ଜଣାଯିବ ଯେ ଜ୍ଞାନ କହିଲେ ଜଡ଼ ଚେତନାଶୀଳ ଆତ୍ମା ଏବଂ ଉଭୟ ନିୟନ୍ତ୍ରଣକାରୀ ସମ୍ବନ୍ଧରେ ଜାଣିବା। ଅର୍ଜୁନ ଯୁକ୍ତି କରୁଥିଲେ ଯେ ରାଜନୀତି ଓ ସମାଜ ନୀତି ଅପେକ୍ଷା ଧର୍ମ ନୀତିକୁ ଅଧିକ ଗୁରୁତ୍ୱ ଦେବା କଥା, କିନ୍ତୁ ସେ କଥା ଜାଣିନଥିଲେ ଯେ ଜଡ଼ବସ୍ତୁ ଚେତନାଶୀଳ ଆତ୍ମା ଏବଂ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଧର୍ମନୀତି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତାଙ୍କର ଏ ସମ୍ବନ୍ଧରେ ଜ୍ଞାନ ନଥିଲା, ତେଣୁ ସେ ପଣ୍ଡିତ ପରି କଥା କହିବାର ଅନୁଚିତ ଥିଲା। ଯେଣୁ ସେ ପଣ୍ଡିତ ନଥିଲେ, ତେଣୁ ସେ ଯେଉଁ ବିଷୟରେ ଦୁଃଖ କରିବାର କଥା ନୁହେଁ ସେ ବିଷୟରେ ଦୁଃଖ କରୁଥିଲେ। ଏ ଶରୀର ଜନ୍ମ ହୋଇଛି ଏବଂ ଦିନେ ନା ଦିନେ ମରିବ। ଆଜି ମରିପାରେ କିମ୍ବା ଆସନ୍ତାକାଲି ମରିପାରେ, କିନ୍ତୁ ଆତ୍ମା ପରି ଏ ଶରୀର ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯେ ଏକଥା ଜାଣିଛି ସେ ପ୍ରକୃତରେ ପଣ୍ଡିତ ବା ଜ୍ଞାନୀ ଅଟେ ଏବଂ ସେ ଶରୀର ଅବସ୍ଥା ପାଇଁ କଦାପି ଦୁଃଖ କରେ ନାହିଁ। ନ ତ୍ୱେବାହଂ ଜାତୁ ନାଶଂ ନ ତ୍ୱ ନେମେ ଜନାଧିପଃ ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍। ଏପରି ସମୟ କେବେ ନଥିଲା ଯେତେବେଳେ ମୁଁ ନଥିଲି କିମ୍ବା ତମେ ନଥିଲ କିମ୍ବା ଏ ରାଜାମାନେ ନଥିଲେ। ପୁନଶ୍ଚ ଭବିଷ୍ୟତରେ ଏପରି କେବେ ହେବ ନାହିଁ ଯେତେବେଳେ ଆମ୍ଭେମାନେ କେହି ନଥିବା। ଏ କଥା ଭଗବାନ ଅର୍ଜୁନଙ୍କୁ କହୁଛନ୍ତି। ବେଦରେ କଠ ଉପନିଷଦ ତଥା ଶ୍ୱେତାସ୍ତର ଉପନିଷଦରେ କୁହାଯାଇଛି ଯେ ପରମ ପୁରୁଷ ଭଗବାନ ଅସଂଖ୍ୟ ଜୀବଙ୍କର ପାଳନକର୍ତ୍ତା ଅଟନ୍ତି। ସେହି ପରମ ପୁରୁଷ ଭଗବାନ ମଧ୍ୟ ତାଙ୍କର ଅଂଶ ରୂପେ ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ ଅଛନ୍ତି। କେବଳ ଯେଉଁ ସାଧୁ ସନ୍ତମାନେ ବାହାରେ ଓ ଭିତରେ ସେହି ଏକ ଭଗବାନଙ୍କୁ ଦେଖିପାରିବେ ସେମାନେ ହିଁ ପ୍ରକୃତ ଶାନ୍ତିପ୍ରାପ୍ତ ହୋଇପାରିବେ। ନିତ୍ୟା ନିତ୍ୟାନାଂ ଚେତନଶ୍ଚେତନାନାଂ ଏକ ବହୁନାଂ ଯୋ ବିଦଧାତି କାମାନ୍ ତମ୍ ଆତ୍ମାଶ୍ଚଂ ଯେ ନୁପଶ୍ୟନ୍ତି ଧୀରାସ୍ ତାସାଂ ଶାନ୍ତିଃ ଶାଶ୍ୱତୀ ଚେତୋରେଷାମ୍। ଅର୍ଜୁନଙ୍କୁ ଯେଉଁ ଦୈବିକ ଜ୍ଞାନ କଥା କୁହାଯାଉଛି ତାହା ପୃଥିବୀର ସମସ୍ତଙ୍କୁ କୁହାଯାଇଛି। ଯେଉଁମାନେ ନିଜକୁ ଖୁବ୍ ପଣ୍ଡିତ ବୋଲି ଭାବନ୍ତି କିନ୍ତୁ ବାସ୍ତବରେ ପଣ୍ଡିତ ନୁହନ୍ତି ସେମାନେ ମୂର୍ଖ ଅଟନ୍ତି। ସେହିମାନଙ୍କୁ ଏହି କଥା କୁହାଯାଇଛି। ଭଗବାନ ଏଠାରେ ପରିଷ୍କାର ଭାବରେ କହୁଛନ୍ତି ଯେ ସେ ନିଜେ ଅର୍ଜୁନ ଓ ଯୁଦ୍ଧକ୍ଷେତ୍ରରେ ଏକତ୍ର ହୋଇଥିବା ସମସ୍ତ ରାଜା ଶାଶ୍ୱତ ଭାବେ ଜଣେ ଜଣେ ବ୍ୟକ୍ତି ଅଟନ୍ତି ଏବଂ ଭଗବାନ ଶାଶ୍ୱତ ଭାବେ ସମସ୍ତଙ୍କର ପାଳନକର୍ତ୍ତା ଅଟନ୍ତି। ଜୀବର ପ୍ରତ୍ୟେକ ଅବସ୍ଥାରେ ଅର୍ଥାତ୍ ବୃଦ୍ଧାବସ୍ଥା ତଥା
ମୁକ୍ତାବସ୍ଥାରେ ସେ ପାଳନକର୍ତ୍ତା ଅଟନ୍ତି। ଭଗବାନ ପରମ ପୁରୁଷ ଅଟନ୍ତି ଏବଂ ଅର୍ଜୁନ ଯିଏକି ଭଗବାନଙ୍କର ଚିରସାଥୀ ତଥା ସେଠାରେ ଉପସ୍ଥିତ ଥିବା ସମସ୍ତ ରାଜା ପ୍ରତ୍ୟେକ ଶାଶ୍ୱତ ଭାବେ ଜଣେ ଜଣେ ବ୍ୟକ୍ତି ଅଟନ୍ତି। କଥା ଏପରି ନୁହେଁ ଯେ ଅତୀତରେ ସେମାନେ ବ୍ୟକ୍ତି ନଥିଲେ ଏବଂ ସେମାନେ ଯେ ପରେ ଶାଶ୍ୱତ ଭାବେ ଜଣେ ଜଣେ ବ୍ୟକ୍ତି ହୋଇ ରହିବେ ନାହିଁ। ସେମାନଙ୍କର ବ୍ୟକ୍ତିତ୍ୱ ଅତୀତରେ ଥିଲା ଏବଂ ବିନା ବାଧାରେ ଭବିଷ୍ୟତରେ ଶାଶ୍ୱତ ଭାବେ ରହିଥିବ। ତେଣୁ କାହାରି ପାଇଁ ଦୁଃଖ କରିବାର ଆବଶ୍ୟକତା ନାହିଁ। ମାୟାବାଦୀମାନଙ୍କର ମତ ହେଲା ଯେ ଯେଉଁ ଆତ୍ମା ବା ଜୀବାତ୍ମା ମାୟା ଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଛି ତାହା ମୁକ୍ତି ପରେ ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇଯିବ ଏବଂ ଏହାର ସ୍ୱତନ୍ତ୍ର ଅସ୍ତିତ୍ୱ ହରାଇବ। ଏ କଥାକୁ ବା ଏ ମତବାଦକୁ ଏଠାରେ ପରମ ପୁରୁଷ ଭଗବାନ ସ୍ୱୀକାର କରୁନାହାନ୍ତି। କେବଳ ଯେ ବୃଦ୍ଧାବସ୍ଥାରେ ଆମ୍ଭେମାନେ ବ୍ୟକ୍ତିଗତ ଅସ୍ତିତ୍ୱ ବା ସ୍ଥିତି ଚିନ୍ତା କରିବା ବା ଜାଣିପାରିବା, ଅନ୍ୟ ଅବସ୍ଥାରେ ନୁହେଁ, ଏକଥା ମଧ୍ୟ ଭଗବାନ ସ୍ୱୀକାର କରୁନାହାନ୍ତି। ଭଗବାନ ଏଠାରେ ପରିଷ୍କାର ଭାବରେ କହୁଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଭଗବାନଙ୍କ ବ୍ୟକ୍ତିଗତ ସ୍ଥିତି ତଥା ଅନ୍ୟମାନଙ୍କର ବ୍ୟକ୍ତିଗତ ସ୍ଥିତି ଶାଶ୍ୱତ ଭାବେ ରହିଥିବ। ଏକଥା ଉପନିଷଦମାନଙ୍କରେ ସ୍ୱୀକୃତ ହୋଇଅଛି। ଶ୍ରୀକୃଷ୍ଣ ମାୟାବଶ ନୁହନ୍ତି, ତେଣୁ କୃଷ୍ଣଙ୍କର ଏ ବାଣୀ ପ୍ରାମାଣିକ ସିଦ୍ଧ ଅଟେ। ଯଦି ବ୍ୟକ୍ତିଗତ ସ୍ଥିତି ବା ବ୍ୟକ୍ତିତ୍ୱ ସନାତନ ଭାବେ ନଥାନ୍ତା ତାହେଲେ ଭଗବାନ ଶ୍ରୀକୃଷ୍ଣ ଏକଥା ଉପରେ ଏତେ ଗୁରୁତ୍ୱ ଆରୋପ କରି କହିନଥାନ୍ତେ, ଏପରିକି ଭବିଷ୍ୟତରେ ମଧ୍ୟ ଏହା ରହିବ। ମାୟାବାଦୀ ଏପରି ଯୁକ୍ତି ଦେଖାଇ କହିପାରେ ଯେ ଶ୍ରୀକୃଷ୍ଣ ଯେଉଁ ବ୍ୟକ୍ତିତ୍ୱ ବା ବ୍ୟକ୍ତିଗତ ସ୍ଥିତି କଥା କହୁଛନ୍ତି ତାହା ଅପ୍ରାକୃତ ନୁହେଁ, ତାହା ପ୍ରକୃତ ଅଟେ। ତେବେ ଏ କ୍ଷେତ୍ରରେ ଶ୍ରୀକୃଷ୍ଣଙ୍କର ବ୍ୟକ୍ତିତ୍ୱ ଆମ୍ଭେମାନେ କିପରି ଜାଣିପାରିବା ବା ଚିହ୍ନିପାରିବା? ଶ୍ରୀକୃଷ୍ଣ କହିଲେ ଯେ ଅତୀତରେ ତାଙ୍କର ବ୍ୟକ୍ତିତ୍ୱ ଥିଲା ଏବଂ ଭବିଷ୍ୟତରେ ମଧ୍ୟ ରହିବ। ସେ ଅନେକ ପ୍ରକାରେ ତାଙ୍କର ବ୍ୟକ୍ତିତ୍ୱ କଥା ସ୍ୱୀକାର କରିଛନ୍ତି ଏବଂ ନିର୍ବିଶେଷ ବ୍ରହ୍ମ ତାଙ୍କର ଅଧସ୍ତନ ବୋଲି ସେ ଘୋଷଣା କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ସର୍ବଦା ତାଙ୍କର ଅପ୍ରାକୃତ ବ୍ୟକ୍ତିତ୍ୱ ରକ୍ଷା କରି ଆସିଛନ୍ତି। ଯଦି ସେ ଏକ ସାଧାରଣ ବଦ୍ଧଜୀବ ହୋଇଥାନ୍ତେ ବା ଏକ ସାଧାରଣ ବ୍ୟକ୍ତି ହୋଇଥାନ୍ତେ ତାହେଲେ ତାଙ୍କର ଏ ଭଗବଦ୍ଗୀତା ପ୍ରାମାଣିକ ଗ୍ରନ୍ଥ ରୂପେ ସ୍ୱୀକୃତ ହୋଇନଥାନ୍ତା, ଅର୍ଥାତ୍ ଏକ ପ୍ରାମାଣିକ ଗ୍ରନ୍ଥ ରୂପେ ଏହାର କୌଣସି ମୂଲ୍ୟ ନଥାନ୍ତା। ଚତୁଷ୍ଟୟ ଦଶଦୁଷ୍ଟ ଏକ ସାଧାରଣ ମାନବ ଏ ପ୍ରକାର ମୂଲ୍ୟବାନ ଓ ଶ୍ରବଣଯୋଗ୍ୟ ଶିକ୍ଷା ଦେବା ପାଇଁ ଅକ୍ଷମ ଅଟେ। ଗୀତା ସାଧାରଣ ଗ୍ରନ୍ଥମାନଙ୍କଠାରୁ ବହୁତ ଊର୍ଦ୍ଧ୍ୱରେ। କୌଣସି ଭୌତିକ ଶାସ୍ତ୍ର ବା ପ୍ରାକୃତ ଶାସ୍ତ୍ର ଭଗବଦ୍ଗୀତା ସହ ତୁଳନୀୟ ହୋଇପାରିବ ନାହିଁ। ଯେତେବେଳେ ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଏକ ସାଧାରଣ ମାନବ ବୋଲି ଘୋଷଣା କରେ ସେତେବେଳେ ଗୀତା ତା'ର ସମସ୍ତ ମୂଲ୍ୟ ବା ଗୁରୁତ୍ୱ ହରାଇ ବସେ। ମାୟାବାଦୀ ଏହି ଯୁକ୍ତି ଦେଖାଏ ଯେ ଏ ଶ୍ଲୋକରେ ଯେଉଁ ବହୁବଚନ ବ୍ୟବହାର କରାଯାଇଛି ତାହା କେବଳ ବର୍ଣ୍ଣନାର ଧାରା ଅଟେ ଏବଂ ଏହା ଶରୀରକୁ ଲକ୍ଷ୍ୟ କରାଯାଇ କୁହାଯାଇଛି, କିନ୍ତୁ ଏ ଶ୍ଲୋକରେ ପୂର୍ବବର୍ତ୍ତୀ ଶ୍ଲୋକରେ ଦୈହିକ ଧାରଣାକୁ କାଟି ଦିଆଯାଇଛି। ଜୀବମାନଙ୍କର ଦୈହିକ ଧାରଣାକୁ ନିନ୍ଦା କଲାପରେ ଭଗବାନ ଶ୍ରୀକୃଷ୍ଣ ପୁଣି କିପରି ଏକଥା ଶରୀର ସମ୍ବନ୍ଧରେ କହିବେ? ଏହା ମଧ୍ୟ ରାମାନୁଚାର୍ଯ୍ୟ ଏବଂ ଅନ୍ୟ ଆଚାର୍ଯ୍ୟ ଭଳି ବିଶିଷ୍ଟ ଆଚାର୍ଯ୍ୟମାନେ ସ୍ୱୀକାର କରିଛନ୍ତି। ଗୀତାର ଅନେକ ସ୍ଥାନରେ ଏକଥା ପରିଷ୍କାର ଭାବରେ କୁହାଯାଇଛି ଯେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଏ ପ୍ରାକୃତିକ ବ୍ୟକ୍ତି ସ୍ୱାତନ୍ତ୍ର୍ୟ କଥା ବୁଝିପାରନ୍ତି। ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ପରମ ପୁରୁଷ ଭାବରେ ଗ୍ରହଣ କରନ୍ତି ନାହିଁ ଅର୍ଥାତ୍ ତାଙ୍କୁ ହିଂସା କରନ୍ତି ସେମାନଙ୍କର ଏ ମହାନ ଗ୍ରନ୍ଥରେ ପ୍ରବେଶ କରିବାର ଅଧିକାର ନାହିଁ। ମହୁମାଛିମାନେ ମହୁଥିବା ଏକ ବୋତଲର ବାହାର ଦେଶକୁ ଚାଟିବା ଯାହା, ଅଭକ୍ତମାନଙ୍କ ଗୀତାଶାସ୍ତ୍ର ଗ୍ରହଣ କରିବା ତାହା। ବୋତଲକୁ ଖୋଲି ମଧୁ ନ ଚାଖିଲେ ବ୍ୟକ୍ତି କିପରି ମଧୁର ମିଷ୍ଟତା ବୁଝିପାରିବ? ଠିକ୍ ସେହିପରି ଭଗବଦ୍ଗୀତାର ରହସ୍ୟ ଭକ୍ତମାନେ ହିଁ ବୁଝିପାରନ୍ତି, ଆଉ କେହି ବୁଝିପାରିବେ ନାହିଁ ବା ଏହାକୁ ଆସ୍ୱାଦନ କରିପାରିବେ ନାହିଁ।
ଏକଥା ଗୀତାରେ 4ର୍ଥ ଅଧ୍ୟାୟରେ କୁହାଯାଇଛି ଯେ ଭଗବାନଙ୍କର ଅସ୍ତିତ୍ୱ ସ୍ୱୀକାର କରେ ନାହିଁ ବା ଭଗବାନଙ୍କୁ ହିଂସା କରେ, ସେ ଗୀତାକୁ ସ୍ପର୍ଶ କରିପାରିବ ନାହିଁ। ତେଣୁ ଗୀତା ଉପରେ ଥିବା ମାୟାବାଦୀମାନଙ୍କର ଭାଷ୍ୟ ଏକ ଅତ୍ୟନ୍ତ ଭ୍ରମାତ୍ମକ ଭାଷ୍ୟ ଅଟେ। ଶ୍ରୀ ଚୈତନ୍ୟ ମହାପ୍ରଭୁ ଆମ୍ଭମାନଙ୍କୁ ମାୟାବାଦୀମାନଙ୍କର ଭାଷ୍ୟ ପଢ଼ିବାକୁ ବାରଣ କରିଛନ୍ତି ଏବଂ ସେ ଚେତାବନୀ ଶୁଣାଇ ଦେଇ କହିଛନ୍ତି ଯେ ମାୟାବାଦୀ ଭାଷ୍ୟ ପାଠ କରେ ସେ ହିଁ ଦର୍ଶନ ଗ୍ରହଣ କରେ ଏବଂ ସେ ଗୀତାର ରହସ୍ୟ ବୁଝିବାରେ ସମସ୍ତ ଶକ୍ତି ହରାଏ। ଯଦି ଏ ବ୍ୟକ୍ତି ସ୍ୱାତନ୍ତ୍ର୍ୟ କଥା କେବଳ ଏ ଭୌତିକ ବ୍ରହ୍ମାଣ୍ଡ ପ୍ରତି ପ୍ରାଯୁଜ୍ୟ, ତାହେଲେ ଭଗବାନଙ୍କର ଏ ଗୀତାବାଣୀ ଶିକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ। ଜୀବାତ୍ମାମାନଙ୍କର ବହୁଳତା ଏବଂ ପ୍ରତ୍ୟେକ ସ୍ଥଳରେ ଭଗବାନଙ୍କର ଦିବ୍ୟମାନତା ଏକ ସନାତନ କଥା ଅଟେ। ଯେପରି ଉପରେ ବର୍ଣ୍ଣନା କରାଗଲା ତାହା ବେଦରେ ମଧ୍ୟ ସ୍ୱୀକୃତ ହୋଇଅଛି। ପ୍ରିୟ ଗୀତାପ୍ରିୟ ଭକ୍ତଗଣ, ଆଜି ଆମେ ଶ୍ଲୋକ 12 ପର୍ଯ୍ୟନ୍ତ ଆଲୋଚନା କଲୁ। ଆଗାମୀ ଭିଡ଼ିଓରେ ଆମେ ଶ୍ଲୋକ 13 ଠାରୁ ଆଗକୁ ଆଲୋଚନା କରିବା। ସେତେବେଳେ ପର୍ଯ୍ୟନ୍ତ ଆପଣ ଏ ଭିଡ଼ିଓଟି ଦେଖିଥାନ୍ତୁ। ହରେ କୃଷ୍ଣ, ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ।